ହ୍ୟାଲୋ ଫ୍ରେଣ୍ଡସ୍, ଯଦି ଆପଣ ଜଣେ କାଳିଆ ଯୋଜନା ଉପଭୋକ୍ତା ତାହେଲେ ଆପଣ ଏହି ଭିଡ଼ିଓଟି ଦେଖି ନିଜେ ଜାଣିପାରିବେ ଆପଣ କିପରି ନିଜେ ନିଜ ଫୋନ୍ ମାଧ୍ୟମରେ ନିଜର ଷ୍ଟାଟସ୍ ଆଉ ନିଜର KYC ହେଇଛି କି ନାହିଁ ଜାଣିପାରିବେ। ଚାଲନ୍ତୁ ଷ୍ଟାର୍ଟ କରିବା ଏହି ଭିଡ଼ିଓଟି। ମୁଁ ଏହି ଭିଡ଼ିଓରେ ଆପଣଙ୍କୁ ପୁରା ଲାଇଭ୍ ପ୍ରୋସେସ୍ କରି ଜଣାଇଦେବି କି ଆପଣ କେମିତି ନିଜ ଫୋନ୍ ମାଧ୍ୟମରେ ନିଜର ଷ୍ଟାଟସ୍ଟି ଚେକ୍ କରିପାରିବେ। ପ୍ରଥମ କ୍ରୋମ୍ ବ୍ରାଉଜର୍ ଓପନ୍ କରିବେ, ସେଥିରେ କାଳିଆ ଯୋଜନା ସର୍ଚ୍ଚ କରିବେ। କାଳିଆ ଯୋଜନା ସର୍ଚ୍ଚ କଲା ପରେ ଆପଣଙ୍କ ସାମ୍ନାରେ ଏପରି ଇଣ୍ଟରଫେସ୍ ଚାଲି ଆସିବ। ଏପରି ଇଣ୍ଟରଫେସ୍ ଆସିଲା ପରେ ଏଥିରେ ଆପଣ ନିଜର ଆଧାର କାର୍ଡ଼ ନମ୍ବରଟି ଦେବେ। ଆଧାର କାର୍ଡ଼ ନମ୍ବରଟି ଦେଇକି ଶୋ ଉପରେ କ୍ଲିକ୍ କରିବେ। ଶୋ ଉପରେ କ୍ଲିକ୍ କଲା ପରେ ଆପଣଙ୍କ ସାମ୍ନାରେ ଆପଣଙ୍କ ଷ୍ଟାଟସ୍ଟି ଶୋ କରିବ। ଆପଣ କେତେ ଆମାଉଣ୍ଟ ପାଇଛନ୍ତି, ଆପଣଙ୍କର ଆକାଉଣ୍ଟ ନମ୍ବର କ'ଣ, ଆପଣଙ୍କର ଡିଟେଲ୍ସ ପୁରା ଏହିଭଳି ଭାବରେ ଶୋ କରିବ। ତାପରେ ଆପଣ ଆପଣଙ୍କର KYC ହେଇଛି କି ନାହିଁ କିପରି ଜାଣିବେ। ଆପଣ ଯଦି ଆପଣଙ୍କର KYC ହେଇଯାଇଥିବ ତାହେଲେ ଆପଣ ଏଠି ନିଜର ଆଧାର କାର୍ଡ଼ ନମ୍ବରଟି ଦେଇଦେବେ। ଦେଇଦେଲା ପରେ ଏଠି ଯେତେବେଳେ ଶୋ ଉପରେ କ୍ଲିକ୍ କରିବେ ଆପଣଙ୍କ ସାମ୍ନାରେ ଏହିଭଳି ଶୋ କରିବ। ଏହାଦ୍ୱାରା କି ଜଣାପଡ଼ିଗଲା ଆପଣଙ୍କର KYC ହେଇଯାଇଛି। ଏହିଭଳି ଭାବରେ ନିଜର ଷ୍ଟାଟସ୍ ଆଉ KYC ଚେକ୍ କରିପାରିବେ ଫ୍ରେଣ୍ଡସ୍। ଧନ୍ୟବାଦ।